जय जगन्नाथ। अभिप्तास यूनिक वर्ल्ड को स्वागत। ଏହି ଭିଡ଼ିଓରେ ଆପଣମାନେ ଦେଖିବେ ଅଷ୍ଟମ ଶ୍ରେଣୀର ଇତିହାସ ପ୍ରକଳ୍ପ କାର୍ଯ୍ୟ। ଏଠି ଆପଣମାନେ ଦେଖିପାରୁଛନ୍ତି 5ଟି ପ୍ରକଳ୍ପ କାର୍ଯ୍ୟ ଦିଆଯାଇଛି। ଏଥିମଧ୍ୟରୁ ଆପଣମାନଙ୍କୁ ଯେକୌଣସି 2ଟି କରିବାର ଅଛି। ଗୋଟିଏ ଗୋଟିଏ ପ୍ରକଳ୍ପ ପାଇଁ 15 ମାର୍କ ଲେଖାଏଁ ରହିବ। ଯେଉଁ ପ୍ରକଳ୍ପଟିରେ ଅଧିକ ନମ୍ବର ଥିବ ସେହି ପ୍ରକଳ୍ପଟିର ମାର୍କକୁ ଆମର ଆନୁଆଲ ଏକ୍ଜାମ ପାଇଁ କନସିଡର କରାଯିବ। 1 ନମ୍ବର ପ୍ରୋଜେକ୍ଟଟି ରହିଛି ନିଜ ଅଞ୍ଚଳର କୃଷି ବା କାରିଗରୀ ଶିଳ୍ପକୁ ବୃତ୍ତି ଭାବେ ଚୟନ କରିଥିବା 3 ଜଣ ବ୍ୟକ୍ତିଙ୍କୁ ସାକ୍ଷାତ କରି ସେମାନଙ୍କ ବୃତ୍ତି ସମ୍ପର୍କରେ ପଚାରି ଲେଖ। ଦେଖନ୍ତୁ ଏଠି ଗୋଟିଏ ଟେବୁଲ ଦେଇଛି, ଆପଣମାନେ ଦେଖୁଛନ୍ତି। ଏହିପରି ଭାବରେ ଆପଣମାନେ ବି ଟେବୁଲଟି କରିବେ। ପ୍ରଥମ ବ୍ୟକ୍ତି, ଦ୍ୱିତୀୟ ବ୍ୟକ୍ତି, ତୃତୀୟ ବ୍ୟକ୍ତି ରହିଛି ଏଠି। ଉପରେ ହେଡ଼ିଂ ରହିଛି, ଉପରେ ନାମ, ବୃତ୍ତି, ବାର୍ଷିକ ଆୟ, ବିନିଯୋଗ କରିଥିବା ଅର୍ଥରାଶି, ଅଧିକ ଆୟ ପାଇଁ କେଉଁ ପ୍ରକାର ସହଯୋଗ ଆବଶ୍ୟକ କରନ୍ତି, ଯେଉଁଟାକି ସରକାରୀ ନା ବେସରକାରୀ। ଆପଣ ଏହିପରି ଭାବରେ ପ୍ରଥମ ବ୍ୟକ୍ତି, ଦ୍ୱିତୀୟ ବ୍ୟକ୍ତି, ତୃତୀୟ ବ୍ୟକ୍ତି ଲେଖିକି ଏହି ଟେବୁଲଟିକୁ ଫିଲ୍ଅପ୍ କରିବେ। ତାପରେ ପୂର୍ବରୁ ପ୍ରଚଳିତ କୌଶଳ ଓ ବର୍ତ୍ତମାନ ବ୍ୟବହାର କରୁଥିବା କୌଶଳ ମଧ୍ୟରୁ କେଉଁଟି ଲାଭଦାୟକ ହେଉଛି ତାହାର କାରଣ ସଂକ୍ଷେପରେ ଲେଖିବେ। ଶିକ୍ଷଣ ଫଳାଫଳ ରହିଛି 828। ତଥ୍ୟ ବିବରଣୀ ହାସଲ କରିବେ, ପ୍ରଦର୍ଶନ କରିବେ, ବର୍ଣ୍ଣନା କରିବେ। ବିଭିନ୍ନ ବୃତ୍ତି ଜୀବିକା ସମ୍ପର୍କରେ ଧାରଣା ପାଇବେ। ଆର୍ଥିକ କାର୍ଯ୍ୟକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ଭୂମିକା ବର୍ଣ୍ଣନା କରିବେ। ଏବେ ଦେଖିବେ ପ୍ରୋଜେକ୍ଟଟି କିପରି ଲେଖିବା। ପ୍ରଥମେ ଫ୍ରଣ୍ଟ ପେଜରେ ପ୍ରକଳ୍ପର ନାମ, ବିଦ୍ୟାଳୟର ନାମ, ଶିକ୍ଷାର୍ଥୀଙ୍କ ନାମ, ବିଷୟ, ପ୍ରସଙ୍ଗ, ଦାଖଲ କରିବା ତାରିଖ, ଶ୍ରେଣୀ, ତାପରେ ଆମର ବିଭାଗ ଇତ୍ୟାଦି ଲେଖି ସାରିଲା ପରେ ତାପର ପୃଷ୍ଠାରେ ଏହିପରି ଭାବରେ ଆପଣ ହେଡ଼ିଂ ଦେଇଦେବେ। 1 ନମ୍ବରର ପ୍ରସଙ୍ଗଟିକୁ ଲେଖିଦେବେ। ତାପରେ ଏହିପରି ଭାବରେ ଆପଣମାନେ ଟେବୁଲଟି ଟାଣି ନେଲା ପରେ ଦେଖନ୍ତୁ ଏଠି ପ୍ରଥମ ବ୍ୟକ୍ତି ରାମ ମଲ୍ଲିକ, ରାଜମିସ୍ତ୍ରୀ, ବୃତ୍ତି ବାର୍ଷିକ ଆୟ 2 ଲକ୍ଷ, ବିନିଯୋଗ କରିଥିବା ଅର୍ଥରାଶି 1 ଲକ୍ଷ ଏବଂ ଅଧିକ ଆୟ ପାଇଁ କେଉଁ ପ୍ରକାର ସହଯୋଗ ଆବଶ୍ୟକ କରନ୍ତି, ବେସରକାରୀ ସହଯୋଗ ଆବଶ୍ୟକ କରନ୍ତି। ତାପରେ ଏହିପରି ଭାବରେ 2 ନମ୍ବର ବ୍ୟକ୍ତି ଶଙ୍କର ମଲ୍ଲିକ, କୃଷି 1,50,000, 80,000 ସରକାରୀ ସାହାଯ୍ୟ ଆବଶ୍ୟକ କରନ୍ତି। ସେହିପରି 3 ନମ୍ବର ବ୍ୟକ୍ତି ଉଦୟ ମଲ୍ଲିକ, କୁମ୍ଭାର 1,30,000, 70,000 ଟଙ୍କା ବିନିଯୋଗ କରିଛନ୍ତି, ସରକାରୀ ସହାୟତା ଆବଶ୍ୟକ। ସଂକ୍ଷେପଣ ପୂର୍ବରୁ ପ୍ରଚଳିତ କୌଶଳ ଓ ବର୍ତ୍ତମାନ ବ୍ୟବହାର କରୁଥିବା କୌଶଳ ମଧ୍ୟରୁ ବର୍ତ୍ତମାନ ବ୍ୟବହାର କୌଶଳ ଲାଭଦାୟକ ହେଉଛି, କାରଣ ବର୍ତ୍ତମାନ ଆଧୁନିକ ଜ୍ଞାନ କୌଶଳର ପ୍ରୟୋଗ ଫଳରେ କମ୍ ସମୟରେ ଅଧିକ ଉପାର୍ଜନ ହୋଇପାରୁଛି, ଯାହାକି ବ୍ୟକ୍ତିର ଉନ୍ନତିରେ ସହାୟକ ହେଉଛି। 2 ନମ୍ବର ପ୍ରକଳ୍ପଟି ରହିଛି ଗୋପାଳକୃଷ୍ଣ ଗୋଖଲେଙ୍କ ଜୀବନୀ, ଦେଶର ସ୍ୱାଧୀନତାରେ ତାଙ୍କର ଯୋଗଦାନ ଓ ଗାନ୍ଧିଜୀଙ୍କ ଉପରେ ତାଙ୍କର ପ୍ରଭାବ ସମ୍ପର୍କରେ ବିଦ୍ୟାଳୟ ପାଠାଗାର ଗୁରୁଜନଙ୍କଠାରୁ ତଥ୍ୟ ସଂଗ୍ରହ କରି ଏକ ବିବରଣୀ ଲେଖ। ଶିକ୍ଷଣ ଫଳାଫଳ ଅଛି 820। 1870 ଠାରୁ ସ୍ୱାଧୀନତା ପର୍ଯ୍ୟନ୍ତ ହୋଇଥିବା ଭାରତୀୟ ଜାତୀୟ ଆନ୍ଦୋଳନର ବିଭିନ୍ନ ମାର୍ଗ ସମ୍ପର୍କିତ ପ୍ରାଥମିକ ଚିଠା ପ୍ରସ୍ତୁତ କରିବେ। ତଥ୍ୟ ବିବରଣୀ ହାସଲ କରିବ, ପ୍ରଦର୍ଶନ କରିବ ଓ ବର୍ଣ୍ଣନା କରିବ। ତେଣୁ ଆମେ ଏହି ପ୍ରୋଜେକ୍ଟଟିକୁ ମୁଁ ଆଣିପାରି ନାହିଁ, ଆପଣମାନଙ୍କୁ କେବଳ 2ଟି ପ୍ରୋଜେକ୍ଟ କରିବାକୁ ପଡ଼ିବ। ମୁଁ 3ଟି ପ୍ରୋଜେକ୍ଟ ଆଣିଦେଇଛି, ସେଥିମଧ୍ୟରୁ ଆପଣ ଯେକୌଣସି 2ଟି କରିପାରିବେ। ଏବେ ଦେଖିବା 3 ନମ୍ବର ପ୍ରୋଜେକ୍ଟଟି କ'ଣ ରହିଛି। ତୁମ ସ୍କୁଲ କ୍ୟାବିନେଟରେ ଥିବା ବିଭିନ୍ନ ବିଭାଗ ଚଳିତ ବର୍ଷ ସେହି ବିଭାଗର ଦାୟିତ୍ୱରେ ଥିବା ଶିକ୍ଷାର୍ଥୀଙ୍କ ନାମ ଓ ବିଭାଗର କାର୍ଯ୍ୟ ନିମ୍ନୋକ୍ତ ସାରଣୀ ଅନୁଯାୟୀ ଉଲ୍ଲେଖ କର। ଆପଣଙ୍କୁ ଗୋଟିଏ ସାରଣୀ କରିବାକୁ ପଡ଼ିବ। ସେହି ସାରଣୀରେ ଏହିପରି ଲେଖିବେ କ୍ରମିକ ସଂଖ୍ୟା, ଦାୟିତ୍ୱ ବା ବିଭାଗ, ଦାୟିତ୍ୱରେ ଥିବା ଶିକ୍ଷାର୍ଥୀଙ୍କ ନାମ, ତାର କାର୍ଯ୍ୟ। ଏଠି ଶିକ୍ଷଣ ଫଳାଫଳ ହେଲା 826। ନିଜର ନିର୍ବାଚନ ମଣ୍ଡଳୀକୁ ଚିହ୍ନଟ କରିବ ଓ ନିଜ ଅଞ୍ଚଳର ପାର୍ଲାମେଣ୍ଟ ସଦସ୍ୟଙ୍କ ନାମ କହିବ। 828 ଅଛି, ତଥ୍ୟ ବିବରଣୀ ହାସଲ କରିବ, ପ୍ରଦର୍ଶନ କରିବ ଓ ବର୍ଣ୍ଣନା କରିବ। ଏବେ ଦେଖିବା ପ୍ରୋଜେକ୍ଟଟି କିପରି କରିବେ। ପ୍ରଥମେ ପ୍ରୋଜେକ୍ଟଟିର ଫ୍ରଣ୍ଟ ପେଜଟିକୁ ଏହିପରି ଭାବରେ କରିନେବେ। ଏଠି ଦେଖନ୍ତୁ ପ୍ରକଳ୍ପର ନାମ, ପ୍ରକଳ୍ପ, ଶିକ୍ଷାର୍ଥୀର ନାମ, ଶ୍ରେଣୀ, ରୋଲ ନମ୍ବର, ବିଦ୍ୟାଳୟର ନାମ, ପ୍ରକଳ୍ପର ନାମ ଇତ୍ୟାଦି ଲେଖିନେବେ। ତାପରେ ଆମର ସ୍କୁଲ କ୍ୟାବିନେଟ୍ ବିଷୟରେ ଦେଇଛି, ତେଣୁ ସ୍କୁଲ କ୍ୟାବିନେଟ୍ ବିଷୟରେ ଲେଖାଯିବ। ଦେଖନ୍ତୁ ସ୍କୁଲ କ୍ୟାବିନେଟ୍ ହେଉଛି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଦ୍ୱାରା ଗଠିତ ଗୋଟିଏ ଛୋଟ ପରିଚାଳନା ଦଳ। ଏଥିରେ ହେଡ୍ ବୟ ବା ହେଡ୍ ଗର୍ଲ,
କ୍ୟାପ୍ଟେନ୍, ଭାଇସ୍ କ୍ୟାପ୍ଟେନ୍, ସେକ୍ରେଟାରୀ, ସ୍ପୋର୍ଟସ୍ କ୍ୟାପ୍ଟେନ୍ ଇତ୍ୟାଦି ପଦ ଥାଏ। ସ୍କୁଲ କ୍ୟାବିନେଟ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟର ଶୃଙ୍ଖଳା ରକ୍ଷା, କାର୍ଯ୍ୟକ୍ରମ ପରିଚାଳନା ଓ ଛାତ୍ରଛାତ୍ରୀମାନଙ୍କ ନେତୃତ୍ୱ ଗୁଣ ବିକାଶ କରିବା। କ୍ୟାବିନେଟ୍ ସଦସ୍ୟମାନେ ଶିକ୍ଷକମାନଙ୍କ ସହ ମିଶି ସ୍କୁଲର ବିଭିନ୍ନ କାର୍ଯ୍ୟ ସଫଳ ଭାବେ କରନ୍ତି। ସ୍କୁଲ କ୍ୟାବିନେଟ୍ ଛାତ୍ରଛାତ୍ରୀମାନଙ୍କୁ ଦାୟିତ୍ୱବୋଧ, ଶୃଙ୍ଖଳା, ଏକତା ଓ ନେତୃତ୍ୱ ଶିଖାଏ। ତାପରେ ଏହିପରି ଭାବରେ କଲମରେ କ୍ରମିକ ନମ୍ବର, ଦାୟିତ୍ୱରେ ଥିବା ଶିକ୍ଷାର୍ଥୀର ନାମ, ବିଭାଗର କାର୍ଯ୍ୟ। 1 ନମ୍ବର ମୁଖ୍ୟମନ୍ତ୍ରୀ। ଆପଣଙ୍କ ବିଦ୍ୟାଳୟରେ ଯିଏ ମୁଖ୍ୟମନ୍ତ୍ରୀ ଥିବେ ତାଙ୍କ ନାମଟି ଏଠି ଲେଖିବେ। ବିଭାଗର କାର୍ଯ୍ୟ ହେବ ବିଦ୍ୟାଳୟରେ ସମସ୍ତ କାର୍ଯ୍ୟର ତଦାରଖ, ଶୃଙ୍ଖଳା ରକ୍ଷା, ପ୍ରାର୍ଥନା, ଖେଳ ସବୁ ବିଷୟରେ ଅବଗତ କରାଯାଏ। ତାଙ୍କର କାମ ଅବଗତ କରିବା, ଖେଳ ସବୁ ବିଷୟରେ ଅବଗତ କରିବା। ଶିକ୍ଷାମନ୍ତ୍ରୀ ଯିଏ ଥିବେ ତାଙ୍କ ନାମଟିକୁ ଲେଖିବେ। ତାଙ୍କର କାମ ହେଲା ଶ୍ରେଣୀ ଶୃଙ୍ଖଳା, ଲାଇବ୍ରେରୀ, କୁଇଜ୍, ପାଠ୍ୟପୁସ୍ତକର କାର୍ଯ୍ୟ ଉନ୍ନତି ପାଇଁ କାର୍ଯ୍ୟ କରିବେ। ତାପରେ ଆସିଲେ କ୍ରୀଡ଼ାମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ ଯିଏ ଥିବେ ତାଙ୍କ ନାଁ ଲେଖିବେ। ଖେଳ ସଦୃଶ ବାର୍ଷିକ କ୍ରୀଡ଼ା, ହାଉସ୍ ଖେଳର ନିୟମ ଓ ସୁରକ୍ଷା ଏସବୁ ବିଷୟ ସେ ପରିଚାଳନା କରିବେ। ତାପରେ ଆସିଲେ ଖାଦ୍ୟମନ୍ତ୍ରୀ, ତାଙ୍କ ନାମ ଲେଖିବେ। ମଧ୍ୟାହ୍ନ ଭୋଜନ ଖାଦ୍ୟ ନଷ୍ଟ ନ ହେବା, ସ୍ୱାସ୍ଥ୍ୟ ବିଷୟରେ ବୁଝିବା, ସଫାସୁତରା ଦାୟିତ୍ୱ ଇତ୍ୟାଦି ସେ ବୁଝିବେ। ତାପରେ 5 ନମ୍ବର ରହିଲା ପରିବେଶ ମନ୍ତ୍ରୀ, ତାଙ୍କ ନାମ ଏଠି ଲେଖିବେ। ବିଦ୍ୟାଳୟ ପରିବେଶ ସୁରକ୍ଷା, ଗଛ ଲଗାଇବା, ପ୍ଲାଷ୍ଟିକ ବ୍ୟବହାର ନ କରିବା, ବିଦ୍ୟୁତ୍ ରକ୍ଷା କରିବା ଇତ୍ୟାଦି ଯିବ ପରିବେଶ ମନ୍ତ୍ରୀଙ୍କ କାମ। ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କ ନାମଟିକୁ ଲେଖିବେ। ଔଷଧ ବଣ୍ଟନ କରିବା, ଶାରୀରିକ ଅଭ୍ୟାସ, ସ୍ୱାସ୍ଥ୍ୟ ଓ ଖାଦ୍ୟ, ଛାତ୍ରଛାତ୍ରୀଙ୍କର ସମସ୍ୟା ବୁଝିବା ହେଉଛି ତାଙ୍କର କାମ। ମୀନା ମନ୍ତ୍ରୀଙ୍କ ନାମ ଲେଖିବେ। ବାଳିକାଙ୍କର ମୁଖ୍ୟ ସମସ୍ୟା ବୁଝି ତାର ନିରାକରଣ ଶିକ୍ଷକଙ୍କୁ କହିବା। ଏହିପରି ଭାବରେ ଥିଲା ପ୍ରୋଜେକ୍ଟଟି। ଏବେ ଦେଖିବା ନେକ୍ସଟ ପ୍ରୋଜେକ୍ଟ କ'ଣ ରହିଛି। 4 ନମ୍ବର ପ୍ରୋଜେକ୍ଟ ରହିଛି ଆମ ଦେଶର ବର୍ତ୍ତମାନ ରାଷ୍ଟ୍ରପତିଙ୍କ ନାମ କ'ଣ? ସେ ମୂଳତଃ କେଉଁ ରାଜ୍ୟର ଅଧିବାସୀ ଅଟନ୍ତି? ତାଙ୍କର ରାଜନୈତିକ ଜୀବନୀ ସମ୍ପର୍କରେ ନିଜ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରି 5ଟି ବାକ୍ୟରେ ଲେଖ କହିଛି। ଶିକ୍ଷଣ ଫଳାଫଳ 828 ତଥ୍ୟ ବିବରଣୀ ହାସଲ କରିବ, ପ୍ରଦର୍ଶନ କରିବ, ବର୍ଣ୍ଣନା କରିବ। ଏଠି ମୁଁ ଆପଣମାନଙ୍କୁ କହି ରଖେ ମୂଲ୍ୟାୟନର ସୂଚକ ଦେଖିକି ତାଙ୍କୁ ଦିଆଯିବ ମାର୍କ। ତ ମୂଲ୍ୟାୟନ ଏବଂ ତାର ସୂଚକ କ'ଣ ରହିଛି? ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ସମ୍ପାଦନ କଲେ 4 ମାର୍କ, ପ୍ରକଳ୍ପ କାର୍ଯ୍ୟକୁ ପରିଷ୍କାର ଭାବରେ କରିଥିଲେ 3 ମାର୍କ, ଶିକ୍ଷାର୍ଥୀ ପ୍ରକଳ୍ପ କାର୍ଯ୍ୟକୁ ସ୍ପଷ୍ଟ ଭାବେ ବର୍ଣ୍ଣନା କରିଥିଲେ 3 ମାର୍କ, ଶିକ୍ଷାର୍ଥୀ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଉଥିଲେ 3 ମାର୍କ, ପ୍ରକଳ୍ପ କାର୍ଯ୍ୟକୁ ଦୈନନ୍ଦିନ ଜୀବନରେ ଉପଯୋଗ କରୁଥିଲେ 2 ମାର୍କ। ଟୋଟାଲ ହେଲା 15 ମାର୍କ। ପ୍ରଥମେ ପ୍ରକଳ୍ପଟିର କଭର ପେଜଟିକୁ ଏହିପରି ଭାବରେ ଲେଖିନେବେ। ଶିକ୍ଷାର୍ଥୀଙ୍କ ନାମ, ଶ୍ରେଣୀ, ବିଦ୍ୟାଳୟର ନାମ, ପ୍ରକଳ୍ପର ନାମ ଏହିପରି ଲେଖିଲା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ଓ ରାଜନୈତିକ ଜୀବନୀ। ଆମ ଦେଶର ବର୍ତ୍ତମାନର ରାଷ୍ଟ୍ରପତିଙ୍କ ନାମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ତାଙ୍କର ଜନ୍ମସ୍ଥାନ 20 ଜୁନ 1958ରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳ ଜନଜାତି ପରିବାରରେ ହୋଇଥିଲା। ତାଙ୍କର ରାଜନୈତିକ ଜୀବନ। ଦ୍ରୌପଦୀ ମୁର୍ମୁ 1997 ମସିହାରେ ରାଇରଙ୍ଗପୁର ନଗର ପଞ୍ଚାୟତରେ କାଉନସିଲର ଭାବରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେ ଭାରତୀୟ ଜନତା ପାର୍ଟି ବିଜେପିର ସଦସ୍ୟ ହୋଇ ରାଜନୈତିକ କାର୍ଯ୍ୟକ୍ଷେତ୍ର ପାଇଁ ଆଗକୁ ଆସିଥିଲେ। 2000ରୁ 2004 ମସିହାରେ ଓଡ଼ିଶାର ରାଜ୍ୟ ଆସେମ୍ବଲିରୁ 2 ଥର MLA ଭାବରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଲେ। ସେ ବିଜେଡି ସରକାରରେ ବାଣିଜ୍ୟ, ପରିବହନ, ମତ୍ସ୍ୟ, ପଶୁ ସମ୍ପଦ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। 2007 ମସିହାରେ ସେ ନୀଳକଣ୍ଠ ସମ୍ମାନ ଲାଭ କରିଥିଲେ, ଯାହା ଓଡ଼ିଶାରେ ବିଧାନସଭା ଦ୍ୱାରା ଦିଆଯାଏ। 2009ରୁ 2015 ମସିହାରେ ଝାଡ଼ଖଣ୍ଡର ଗଭର୍ଣ୍ଣର ଭାବରେ ନିଯୁକ୍ତି ହୋଇ ସେ ପୂର୍ବ ପଦମୂଳକ ଭାବରେ ଗଭର୍ଣ୍ଣରର ଭୂମିକା ନିଭାଇଥିଲେ। 25 ଜୁଲାଇ 2022ରେ ସେ ଭାରତର 15ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି।
ଯାହା ତାଙ୍କ ରାଜନୈତିକ ସଫଳତାର ଶୀର୍ଷସ୍ଥାନ ଅଟେ। ସେ ଭାରତରେ ପ୍ରଥମ ଜନଜାତି ରାଷ୍ଟ୍ରପତି ଓ ଦ୍ୱିତୀୟ ମହିଳା ରୂପେ ଏହି ମହତ୍ତ୍ୱପୂର୍ଣ୍ଣ ପଦ ପାଇଛନ୍ତି। ତାଙ୍କର ରାଜନୈତିକ ଯାତ୍ରା ଗରିବ ଓ ଆଦିବାସୀ ସମ୍ପ୍ରଦାୟ ପାଇଁ ସଚେତନତା ଓ ଅଧିକାର ପ୍ରତି ଦୃଢ଼ ନିଷ୍ଠା ପ୍ରଦର୍ଶିତ କରେ। ଏହିପରି ଭାବରେ ଥିଲା ପ୍ରୋଜେକ୍ଟଟି। ଏବେ ଦେଖିବା ନେକ୍ସଟ ପ୍ରୋଜେକ୍ଟ କ'ଣ ରହିଛି। 5 ନମ୍ବର, ତୁମ ଗ୍ରାମରେ ଅଞ୍ଚଳରେ ଗତ 2 ବର୍ଷ ମଧ୍ୟରେ କେଉଁ ପ୍ରକାର ବିକାଶ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି? ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ତାହା ପରିବାରର ସଦସ୍ୟ, ୱାର୍ଡ଼ ମେମ୍ବର, ଗୁରୁଜନମାନଙ୍କଠାରୁ ତଥ୍ୟ ସଂଗ୍ରହ କର। ସେଥିରୁ ଯେକୌଣସି 2ଟି କାର୍ଯ୍ୟ ଦ୍ୱାରା ଲୋକମାନେ କିପରି ଉପକୃତ ହୋଇଛନ୍ତି ବର୍ଣ୍ଣନା କର। ତେଣୁ ଶିକ୍ଷଣ ଫଳାଫଳ ରହିଛି 821। ରାଷ୍ଟ୍ର ଗଠନ ପ୍ରକ୍ରିୟାରେ ତାତ୍ପର୍ଯ୍ୟପୂର୍ଣ୍ଣ ଗୁରୁତ୍ୱପୂର୍ଣ୍ଣ ବିକାଶ ଗୁଡ଼ିକ ବିଶ୍ଳେଷଣ କରିବ। 831 ସାଧାରଣ ଜନତାଙ୍କୁ ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ସଂକ୍ରାନ୍ତ, ରାସ୍ତା, ବିଦ୍ୟୁତ୍ ଆଦିର ସୁଯୋଗ ଯୋଗାଇ ଦେବାରେ ସରକାରଙ୍କ ଭୂମିକା ନିର୍ଣ୍ଣୟ କରିବା ସହ ସେଗୁଡ଼ିକର ଉପଲବ୍ଧତା ଚିହ୍ନଟ କରିବ। ତେଣୁ ଏହିପରି ଭାବରେ ଆପଣମାନେ ଦେଖୁଥିଲେ 5ଟି ପ୍ରୋଜେକ୍ଟ। ଆପଣମାନଙ୍କ ପାଇଁ ମୁଁ 3ଟି ପ୍ରୋଜେକ୍ଟ ଆଣିଛି। ସେହି ମଧ୍ୟରୁ ଆପଣ ଯେକୌଣସି 2ଟି ପ୍ରୋଜେକ୍ଟ କରିପାରିବେ। ଆଶା କରୁଛି ଭିଡ଼ିଓଟି ନିଶ୍ଚୟ ଭାବେ ଆପଣମାନଙ୍କ ପାଇଁ ହେଲ୍ପଫୁଲ୍ ହେବ। ଯଦି ଭିଡ଼ିଓଟି ପସନ୍ଦ ଆସିଛି ତ ଲାଇକ୍ କରିବେ, ସେୟାର କରିବେ। ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ନିଶ୍ଚୟ ଭାବେ ସବସ୍କ୍ରାଇବ୍ କରିବାକୁ ଅନୁରୋଧ ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।